ପକ୍ଷୀ ତୁ କରି ଆସିଲେ ପକ୍ଷୀ ଭୁବନେଶ୍ୱରରେ ପହଞ୍ଚିଲେ ପକ୍ଷୀ ପାରା ଆସିଲା କାଉ ଆସିଲା କୋକିଳ କଣ୍ଠି କୋଇଲି ଗାଇଲା ଆରମ୍ଭ କରିବା ଗଳ୍ପ ବିହଙ୍ଗ ବିପ୍ଳବ। ସମସ୍ତେ ଆସୁଛନ୍ତି, ସବୁ ପକ୍ଷୀ ଏଠି ପହଞ୍ଚାଇଛନ୍ତି ଭୁବନେଶ୍ୱରରେ। ସେମାନେ ସମସ୍ତେ ମଜା କରୁଛନ୍ତି। ତ ସେଇ ଯୋଉ ମଜାଟା କଣ ଅଛି ତା ପୂର୍ବରୁ କଣ କାହାଣୀ ଥିଲା ଚାଲନ୍ତୁ ଆରମ୍ଭ କରିବା ବିହଙ୍ଗ ବିପ୍ଳବ। ଥର ଥର କରି 3 ଥର ଆମ୍ବ ଗଛର ଡାଳରେ ବସା ବାନ୍ଧିଲାଣି ହଳଦୀ ବସନ୍ତ। ମାତ୍ର 3 ଥର ଯାକ ସେ ବୁଢା ମାଙ୍କଡ ସେଇ ଡାଳରେ ଦେଇ ତା ବସାକୁ ଭାଙ୍ଗି ଦଉଛି। ଯେତେ କାକୁତି ମିନତି କହିଲେ ବି ମା ହଳଦୀ ବସନ୍ତର ମୁହଁରେ ମା ହଳଦୀ ବସନ୍ତ ମୁହଁରେ ଚିନ୍ତା ମାରି ବସିଲାଣି। ଆରେ ଭାଇ ବସନ୍ତ ଋତୁ ମା ଆଉ କେତେ ଦିନ ଆସିବ? ସାହାରା ଗଛ ମାନଙ୍କରେ ଫୁଲ କଷି ଧରିଲେଣି। ଆଉ ଅଳ୍ପ ଦିନରେ ସେଇ ଯୋଉ ପାଚି ହଳଦୀ ଗୁରୁଗୁରୁ ଦିଶିବ। ବୁଦା ମାନଙ୍କରେ ସମ୍ବଳ ବାଟୁଆ କୋଳି ପାଚି ଲାଲ ଟହ ଟହ ଦିଶିବ। ସେତେବେଳେ ଯଦି ଛୁଆ ହୋଇଯାଇଥିବେ ତେବେ ସିନା ସେମାନଙ୍କ ଏଇ ସବୁ ମିଠା ପାଚିଲା କୋଳି ଆଧାର ଦେବି ଛୁଆ ସବୁ ଚଞ୍ଚଳ ବଢିଯିବେ। କିନ୍ତୁ ଏ ଘର ଭଙ୍ଗା ବୁଢା ମାଙ୍କଡ ସେ ତ ମୂଳରୁ ବସା ରଖେଇ ଦଉନି। ସେ ଅଣ୍ଡା କେବେ ଦବ ଆଉ ଛୁଆ ଫୁଟିବେ କେବେ? କି କଷ୍ଟଦାୟକ କଥା କହିଲେ। ପୁରୁଷ ହଳଦୀ ବସନ୍ତରେ କୁଆରୁ ଆସି ବୁଲି ବୁଲି ମା ହଳଦୀ ବସନ୍ତ ପାଖରେ ବସିଲେ। ତାର ହଳଦିଆ ସୁନା ଦେହଟି ଖରାରେ ଭାରି ମଳିନ ଦିଶୁଥାଏ। କହିଲା ଆଖ ପାଖର ଆଉ କୋଉ ଗଛ ଖାଲି ନାହିଁ। ଅନ୍ୟ ଚଢେଇ ମାନେ ସବୁ ଗଛରେ ବସା ବାନ୍ଧି ଅଣ୍ଡା ଦେଇ ସାରିଲେଣି। କେତେକ ଅଣ୍ଡା ଉଷ୍ମଉଛନ୍ତି ଆଉ କେତେକ ଛୁଆ ଫୁଟିଲେଣି। ଆମେ ଏବେ କଣ କରିବା? ଏକଥା ଶୁଣି ମା ହଳଦୀ ବସନ୍ତ କହିଲା ସେଇ ସମୟରେ ହଠାତ୍ କାଉ ଆସିଲା। କାଉ କେମିତି ବୋବେଇବ? ସେମାନଙ୍କର ବନ୍ଧୁ ଡାବରା କୁଆ ହଠାତ୍ ଆସି ପହଞ୍ଚିଗଲା। ସବୁ ଶୁଣି ସାରି କହିଲା ତୁମେ ମାନେ ବଡ ଭୀରୁ, ବୁଢା ମାଙ୍କଡଟାକୁ ଜବତ କରିପାରୁନ। ଆମେ କାଉମାନେ କାହାର ଅତ୍ୟାଚାର ସହିପାରୁନାହୁଁ। ଆମ ପ୍ରତି କିଏ ଖରାପ ବ୍ୟବହାର କଲେ ଆମେ ତାକୁ ଥଣ୍ଟରେ ନଖରେ ବିଦାରି ଅସ୍ତବ୍ୟସ୍ତ କରିଦଉ। ସାଧାରଣ ରାସ୍ତା ଉପରେ ସମସ୍ତେ ମିଶି ବଡ କରିଲେ ତାକୁ ଗାଳି ଦଉ। ତାର ଇଜ୍ଜତ ମହତ ସାରି ଦଉ। ଏଇଥିପାଇଁ ତ ସେ ଯୋଉ ବୁଢା ମାଙ୍କଡ ଆମ ବସର ଛାଇ ମାରେ ନାହିଁ। କଣ ଆଉ କରିବୁ କହ? ତାକୁ ଯେତେ ନେହୁରା ହେଲେ ବି ଆମ କଥା ଶୁଣୁଛି। ଆମେ ହେଲୁ ଗାୟକ ଜାତି। ବସନ୍ତ ଋତୁରେ ଗୀତ ବୋଲିବା ଆମ କାମ। ଆମେ ତ ତୁମ ଭଳି ଲଟୁଆ ଜାତି ନୋହୁ। ଏହି ସମୟରେ ଆକାଶରୁ ଶୁଭିଲା କଣ ଶୁଭିଲା? କାଉ ତାର ଡୋଲା ଟୁପିଟାକୁ ବୁଲାକି ଉପରକୁ ଥଣ୍ଟ ଟେକି କହିଲା ଓ ଗାଙ୍ଗୋଇ ମହାରାଜ ପରା। ଗାଙ୍ଗୋଇ ମହାରାଜ କିଏ କହିଲେ ପିଲେ? ଗାଙ୍ଗୋଇ ମହାରାଜ ହଉଛନ୍ତି ମାଛ ରଙ୍କା ପକ୍ଷୀ, ଯିଏ ପାଣିରେ ବୁଡିକି ମାଛ ଖାଏ। ସେ ହଉଛି ଗାଙ୍ଗୋଇ ମହାରାଜ। ଗାଙ୍ଗୋଇ ମହାରାଜ କହିଲା ଆସିବା ହଉ। ଗାଙ୍ଗୋଇ ଆସି କାଉ ବସିଲା। କାଉ ପଚାରିଲା ଆଉ ସବୁ ଖବର କଣ ଗାଙ୍ଗୋଇ ମହାରାଜ? ଆଜିକାଲି ତ ସବୁ ମାନଙ୍କର ସବୁ କଚେ ପୁଅ ବା
ଗାଡ଼ିଆ ପୋଖରୀ ତ ଶୁଖି ଆସିଲାଣି। ବାହାଘର ସିନା କଲା ମାଛ ଦିଟା ତ ଭଲ ମିଳୁଥିବ। ବାହାଘର ଝିଅଙ୍କର ସିନା କଲା ତ ଏଇ ସମୟରେ ওই କଣ যার কাজে আমি ପୁଣି ଗୋଟେ ଚିରି 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 ଆୱାଜ ଆସିଲା। ওই যার মেসেজ যদি হয় ଗାଙ୍ଗୁଲି କହିଲା ନାହିଁ ହୋ ମଣିଷ ପେଟକୁ ତ ସବୁ ନିହାଟ ପଡ଼ିଲାଣି। ଗାଡ଼ିଆ ପୋଖରୀ ତ ଆଜିକାଲି ପୁଚି କେଣ୍ଡାଟିଏ ବି ମିଳିବା କଷ୍ଟକର। ତାପରେ ହଳଦୀ ବସନ୍ତ ଉଦ୍ଦେଶ୍ୟରେ କହିଲା ହଳଦୀ ବସନ୍ତ ଭାତି ଚାରିଆଡ଼େ ଏତେ ରଙ୍ଗର ଫୁଲ ଏତେ ପ୍ରକାର କୋଳି ଆଉ ଏତେ ସୁନ୍ଦର ପବନ ତୁମର ସେଇ ମନ ମତାଣିଆ ଗୁରୁ ଗୁରୁ ସ୍ୱରରେ ଅନେକ ଦିନ ଭଲ ଗୀତଟେ ଯାଇନାହିଁ। ହଳଦୀ ବସନ୍ତ ତା ଦୁର୍ଦ୍ଦାଶାର ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କ ପ୍ରତି ବୁଢ଼ା ମାଙ୍କଡ଼ କିପରି ଅତ୍ୟାଚାର କରୁଛି ସେ କଥା ବର୍ଣ୍ଣନା କରି ତାକୁ କହିଲା ଗାଙ୍ଗୁଲି ମହାରାଜ ଏଥର ଉପାୟ କଣ କରିବା? ହଳଦୀ ବସନ୍ତ ଶାଢ଼ୀ କୋଳି ହେରିକା ହେଲେ ଆମ ଭିତର ଶିଳ୍ପୀ ଆମର ସଂସ୍କୃତି ସେମାନେ ପକ୍ଷୀ ଜାତିର ସଭ୍ୟତା ସଂସ୍କୃତି ଏଇମାନଙ୍କ ଯୋଗୁଁ ବଞ୍ଚିଛି। ଏମାନଙ୍କୁ ସାହାଯ୍ୟ ନ କଲେ ଆମ ଜୀବନ ବୃଥା। କେହି ଜାଣନ୍ତି ନାହିଁ ସେ ସମୟରେ ବଗ ଆସିକି ସେମାନଙ୍କ ଠାରୁ ଅଳ୍ପ ଦୂରରେ ଗୋଟେ କଣ୍ଟା ଗଛର ଡାଳରେ ବଟ ଡେଣା ବେଳାଇ ଗୁଡ଼ ମାରି ବସିଛି। ବଗ ସବୁଦିନ ଗମ୍ଭୀର କାହା ସଙ୍ଗେ ବେଶୀ କଥାବାର୍ତ୍ତା କରେନି ଆଉ ମିଳାମିଶା ବି କରେନି। ନିଜକୁ ଗୋଟେ ଧାର୍ମିକ ବ୍ୟକ୍ତି ବୋଲି ମାନେ। କିନ୍ତୁ ଶୁଆ କହେ ବଗ ହେଉଛି ବହୁତ ବଡ଼ ସ୍ୱାର୍ଥପର ଆଉ ଠକ। ସେ ଜମା ସେ କଥା ଶୁଣେନି। ପାଣିକୁ ଆସିଲେ ବୁଡ଼ିକି ମାଛ ଖାଏ। ବଗ କଣ କରିଥିବ ଧ୍ୟାନ କଲା ଭଳି ବସିଥିବ ହେଲେ ଅସଲରେ ଠକିଥିବ। ମିନଟିଏ କେତେବେଳେ ମୁଣ୍ଡ ଟେକୁଛି। ଶାଢ଼ୀ କହେ ବଗ ଟିକେ ଗୋରା ବୋଲି ତା ମନରେ ବଡ଼ ଗର୍ବ। କଳା ଓ ଅନ୍ୟ ରଙ୍ଗର ଚଢ଼େଇମାନଙ୍କୁ ସେ ଘୃଣା କରେ। କାଉ କଳା ତୁ ବଗ ତାକୁ ପାଖ ପୁରାଇନି। ଓହୋ କି କଥା। ପକ୍ଷୀ ଜଗତର ଶ୍ରେଷ୍ଠ ସୁର ଶିଳ୍ପୀ କୋଇଲିର ରଙ୍ଗ କଳା ବୋଲି ମଧ୍ୟ ବଗ ଖାତିର କରେ ନାହିଁ। ତା ମନରେ କଳା ଗୋରା ଭେଦଭାବ ବହୁତ ବେଶୀ। କାଉ ଏତେ ବାଟିରେ କଥା କହୁଥିବା ଶୁଣି ବଗ ସହିପାରିଲାନି। ସେ ଉଦ୍ଧରେ କହିଲା ଏ ମୂର୍ଖ କଳା କାଉ ବେଶୀ ଗୁଡ଼ା ଆଗୁଆନି ଆଉ ରାଉ ରାଉ ଏଇ ହଳଦୀ ଶିଳ୍ପୀମାନଙ୍କ ପାଇଁ ମୋର ପିଲାଟେ ହେଲେ ଦୟା ନାହିଁ। ଏମାନେ ହେଲେ ବିଦେଶୀ ବର୍ଷ ଯାକ ଏମାନେ କୋଉଠି ଥାନ୍ତି। ଏମାନେ ଜନ୍ମଭୂମିର ଖରା ସହିବେ ନାହିଁ, ବର୍ଷା ସହିବେ ନାହିଁ, ଶୀତ ସହିବେ ନାହିଁ। ଏଇ ବସନ୍ତ ଋତୁ ଆସିଲେ ଦଳ ଦଳ ହୋଇ ନାନା ରଙ୍ଗ ଦେଖାଇ ଆମ ଆହାର ଉପରେ ଭାଗ ବସନ୍ତି। ଏମାନଙ୍କର କଣ ଭଲା ଜନ୍ମଭୂମି ପ୍ରତି ମମତା ଅଛି? ହଳଦୀ ବସନ୍ତ